ଆମେ ଷ୍ଟ୍ରାଇକ୍ କରୁଥିଲୁ ଆମ ଦରମା ପାଇବୁ ବୋଲି ଆମକୁ ଦିଓଳି ଟର୍ଚର କରିକି ଆମକୁ ଦିଓଳି ଖଟାଉଥିଲେ। ଆମେ ଯାଇକି ରାଜା ଭାଇକି ଆମ ଏଠିକାର ଏମଏଲଏ ତାଙ୍କୁ କହିକି କମ୍ପ୍ଲେନ୍ କଲାଠୁ ଆମକୁ ସେଟା ବନ୍ଦ କଲେ। ଏବେ ଆମକୁ ସବୁବେଳେ ଆମର ଯିଏ ଚେୟାରମ୍ୟାନ୍ ନିଜେ ଆମକୁ ସବୁବେଳେ ରାସ୍ତା ବଜାରରେ ଗାଡ଼ି କରିକି ଶୋଧୁଛନ୍ତି। ଆଜି ଆମେ ୱାର୍ଡ କଲୁ ସମସ୍ତଙ୍କୁ ଆପ୍ଲିକେସନ ଦେଲୁ ଚେୟାରମ୍ୟାନ୍ ୱିଥ୍ ଅଫିସର ସମସ୍ତଙ୍କୁ କହିକି ଆସିଛୁ। ଆମକୁ ସବୁ ପ୍ରକାର ଟର୍ଚର କରୁଛନ୍ତି। ଆମେ ନିଜ ହାତରୁ ମୁଁ ଗୋଟେ ହେଲ୍ପର 8,000 ନିଜେ ଖର୍ଚ୍ଚ କରୁଛି, ଆଉ ଜଣେ ଡ୍ରାଇଭର 15,000 ଖର୍ଚ୍ଚ କରୁଛି, ଆଉ ଜଣେ ଡ୍ରାଇଭର 8,000 ଖର୍ଚ୍ଚ କରୁଛି। ତାହେଲେ ଆମ ହାତରୁ ଆମେ ସବୁବେଳେ ସଜାଡ଼ିବୁ ଯଦି ଆମେ କ'ଣ କରିବୁ? ତାହେଲେ ଆମକୁ ସବୁବେଳେ ସୁପରଭାଇଜର ସବୁବେଳେ ଟର୍ଚର କରୁଛନ୍ତି। ବ୍ଲିଚିଂ ବାଟିବୁ ଯିବୁ, ୱାର୍ଡ ସର୍ଭେ କରିବୁ, ପତାକା ବାଟିକାରେ ଆମେ ହିଁ ବାଟିବୁ, ସବୁ ପ୍ରକାର ଆମେ କରିବୁ। କାହିଁକି ସେମାନେ କ'ଣ କରୁଛନ୍ତି? ସେମାନେ ଘର ବସିକି କ'ଣ କରିବେ? 8 ଦିନରେ 4 ଦିନରେ ଚଳିବେ ସୁପରଭାଇଜର ସଚେତନ ସେଇଥିରେ ଆମ ଉପରେ ଚଳିବେ ଯାଇକି। ତାହେଲେ କାହିଁକି ଚଳିବେ ଆମ ଉପରେ? ଆମେ ତ ସବୁ ୱାର୍ଡ କଭର କରୁଛୁ, ସେ କାହିଁକି ଆମ ଉପରେ ଆସିକି ଚଳିବେ ସବୁ? ଏଇଟା ଆପଣ ବୁଝାଯାଉ।